ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ଆମର ଭାତ ହେଇଗଲାଣି, ଡାଲ ଫ୍ରାଏ ବସିଛି, ଭାତ ହେବ, ଡାଲ ଫ୍ରାଏ ହେବ, ଅଣ୍ଡା ଆମ୍ଲେଟ୍ ହେବ। ଅଣ୍ଡା ଆମ୍ଲେଟ୍ ପାଇଁ ମୋ ପୁଅ ଏଠି କାଟୁଛି ପିଆଜ ଆଉ ଟମାଟୋ। ଏଠି ମୋ ପୁଅ ଆଜି ରାଗି ଯାଇଛି। ମୋର ଜଣେ ବନ୍ଧୁ, ଜଣେ ସାଙ୍ଗ ଦିଲ୍ଲୀ ଯାଇଥିଲେ, ସେ ମୋ ପାଇଁ ଗୋଟେ ସ୍ୱିଟର ଆଣିଥିଲେ। ତାକୁ ମୋ ବଡ଼ ପୁଅ ଦେଖିଦେଲା। ବଡ଼ ପୁଅ କହିଲା, ବାବା ମୁଁ ଏଇଟା ପିନ୍ଧିବି। ମୁଁ କହିଲି ସେ ଏତେ ହେବନି, ତୁମ ଦିଙ୍କର ଦୁଇଟା ନୂଆ ଆସିବ, ଆଉ ଯେଉଁ ପୁରୁଣା ଅଛି ତୁମେ ତାକୁ ପିନ୍ଧୁଥା। ସିଏ ରାଗରେ ନେଇଗଲା। ଇଏ ରାଗରେ କାନ୍ଦିକି ପୁରା ଆକ୍ରାନ୍ତ, ମୋର ଆଣ, ମୋର ଆଣିଲେ ହେବ, ଖାଲି ମୋର ଆଣ, ମୋର ଆଣ, ଏମିତି କରି କାନ୍ଦୁଥିଲା। ତାକୁ ସେଠୁ ବୁଝାବୁଝି କଲି, ହଉ ଆସିବ ଦିଙ୍କର ଦୁଇଟା ଜ୍ୟାକେଟ୍। ପିଆଜ ଟମାଟୋ କାଟୁଛି ବସିକି ମୋ ପୁଅ। ଏଇସବୁ ନୀତିଦିନିଆ ଘଟଣା ଆମର। କ'ଣ କରିବା ଆଉ, ଭଗବାନ ତ ଦୁଃଖ କଷ୍ଟ ସବୁ ତକ ଆମକୁ ଦେଇ ଦେଇକି ଯାଇଛନ୍ତି। ପ୍ରବଳ ଦୁଃଖ କଷ୍ଟରେ ଆମେ ରହୁଛୁ। ଭଲ ମନ୍ଦ ଟିକେ ବି ମୋ ପିଲାଙ୍କୁ ଦେଇପାରୁନି କରିକି ଖାଇବା ପାଇଁକା। ଯେତିକି ପାରୁଛି ସେତିକି କରୁଛି। ଆଉ ଆମର ଆଜି ସାଧା ଡାଲିକି ଅଣ୍ଡା ଆମ୍ଲେଟ୍ ହେବ। ରବିବାର ଅଛି, ପିଲାମାନଙ୍କର ସ୍କୁଲ ଛୁଟି। ତାପରେ ଡ୍ରେସ୍ ପତ୍ର, ସ୍କୁଲ ଡ୍ରେସ୍ ପତ୍ର ସବୁ ସଫାସୁତୁରା ହେବ। ଆପଣମାନଙ୍କ ଘରେ କ'ଣ ସବୁ ଆଜି ହେଇଛି କମେଣ୍ଟ କରି କହିବେ। ଆପଣଙ୍କ ଘରେ କ'ଣ ରୋଷେଇ ଆଜି କମେଣ୍ଟ କରି ଜଣାଇବେ। ଡାଲ ଫ୍ରାଏ ହେଇଗଲେଣି, ବଘରା ହେବ। ଆଖି ପୋଡ଼ୁଛି, ପିଆଜ କାଟୁଛି, ଆଖି ପୋଡ଼ୁଛି। ରହୁଛି। ଭିଡ଼ିଓଟି ଭଲ ଲାଗିଲେ ଆପଣଙ୍କୁ, ମୋର ନ୍ୟାଚୁରାଲ୍ ଭିଡ଼ିଓ ଯାହା ଅଛି ଯେତିକି ସେତିକି, କୌଣସି ଭୁଲ ବ୍ୟବହାର କିଛି କରିବାର ନାହିଁ। ଆପଣଙ୍କୁ ଯଦି ଭଲ ଲାଗିଲା ତାହେଲେ କମେଣ୍ଟ କରିବେ, ସେୟାର କରିବେ। ଭଗବାନ ସମସ୍ତଙ୍କ ଦିନ ଆଜି ସୁରୁଖୁରୁରେ କାଟନ୍ତୁ, ହସ ଆଉ ଆନନ୍ଦରେ ଭରି ଦିଅନ୍ତୁ। ଏତିକି କହିକି ରହୁଛି। ଜୟ ଜଗନ୍ନାଥ।